ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଅଗଷ୍ଟ ମାସରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା, ବାଧାବିଘ୍ନ ଆସୁଥିଲା, ତାହାର ମଧ୍ୟ ଅନ୍ତ ଘଟିବାକୁ ଯାଉଅଛି। ତେଣୁକରି ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବେ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ମା ମଙ୍ଗଳା ନିଶ୍ଚିତ ଭାବେ ଲେଖିଦିଅନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି ମହାଗ୍ରହ, ଯାହା ଦୀର୍ଘ 18 ବର୍ଷ ଧରି ଆପଣଙ୍କର ଅଧିପତି ସ୍ଥାନରେ ରହି ଆସୁଅଛନ୍ତି। କିନ୍ତୁ ଏହି ଅଗଷ୍ଟ ମାସରେ ଆପଣଙ୍କର ରାଶି କ୍ଷେତ୍ରରେ ଦେବଗୁରୁ ବୃହସ୍ପତିଙ୍କର ଚଳନ ହେବାକୁ ଯାଉଅଛି, ଯାହା ଫଳରେ କି ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣ ଦେଖୁଥିବେ, ପୂର୍ବରୁ ଆପଣ ବହୁତ ମାତ୍ରାରେ ଋଣରେ କରଜରେ ବୁଡ଼ି ରହୁଥିଲେ। ସମାଜରେ ଆପଣଙ୍କର ମାନହାନି ସମ୍ମାନହାନି ବହୁତ ମାତ୍ରାରେ ଘଟୁଥିଲା ଏବଂ ଆପଣଙ୍କର ଟଙ୍କା ପଇସାର ଅଭାବ ମଧ୍ୟ ବହୁତ ମାତ୍ରାରେ ରହୁଥିଲା। ଘରେ କଳହ ସୃଷ୍ଟି ହେବା ସହିତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ଗଢ଼ି ଉଠୁନଥିଲା। ଆପଣଙ୍କର ଜୀବନଟି ସମ୍ପୂର୍ଣ୍ଣ ନର୍କ ଭାବରେ ସଜାଡ଼ି ହୋଇଯାଇଥିଲା। କିନ୍ତୁ ଏହି ଅଗଷ୍ଟ ମାସରେ ଆପଣ ଦେଖିବେ ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ଗଢ଼ି ଉଠିବ। ପରିବାର କ୍ଷେତ୍ରରେ ଉନ୍ନତି ଆସିବ। ଆପଣ ଦେଖିବେ ଚାକିରି କ୍ଷେତ୍ରରେ ଆପଣଙ୍କର ଯଦି କୌଣସି ଚାକିରିକୁ ନେଇ ଆପଣ ପ୍ରିପାରେସନ୍ କରୁଥିବେ ତେବେ ସେଥିରେ ନିଶ୍ଚିତ ଭାବେ ଆପଣଙ୍କୁ ପ୍ରମୋସନ୍ ମିଳିବାର ସମ୍ଭାବନା ରହୁଅଛି। ସେହିପରି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଯଥାସମ୍ଭବ ଉନ୍ନତି ଦେଖାଯିବ ଏବଂ ଆପଣ ଯଦି କୌଣସି ଚାକିରି ପାଇଁ ମଧ୍ୟ ପ୍ରିପାରେସନ୍ କରୁଛନ୍ତି ସେଥିରେ ମଧ୍ୟ ଅପରଚ୍ୟୁନିଟି ମିଳିବାର ଯଥେଷ୍ଟ ସମ୍ଭାବନା ରହୁଅଛି। ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ନଜର ପକାଇବା ତେବେ ଏହି ଅଗଷ୍ଟ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ସୁସ୍ଥ ରହିବ। ଆପଣଙ୍କର ଯେଉଁ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା, ଡାଇବେଟିସ୍ ଜନିତ ସମସ୍ୟା ରହୁଥିଲା, ତାହା ସମ୍ପୂର୍ଣ୍ଣ ଭାବରେ ଦୂର ହେବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ବହୁତ ମାତ୍ରାରେ ସୁସ୍ଥ ରହିବ। ଆପଣ ଦେଖିବେ ପୂର୍ବରୁ ପରିବାରରେ ଯେଉଁ ଅଶାନ୍ତି ଲାଗି ରହୁଥିଲା ତାହାର ମଧ୍ୟ କିଛି ମାତ୍ରାରେ ଅନ୍ତ ଘଟିପାରେ। ପରିବାରରେ ଯେଉଁ ଜମିବାଡ଼ିକୁ ନେଇ କୋର୍ଟ କଚେରୀ ମାମଲା ଚାଲୁଥିଲା ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅତ୍ୟଧିକ ତିକ୍ତତା ସକାଶୁ କଳହ ସୃଷ୍ଟି ହେଉଥିଲା, ଦେଖିବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିବ। ପରିବାରରେ ପ୍ରେମ ଜୀବନରେ ଉନ୍ନତି ଦେଖାଯିବ ଏବଂ ପୂର୍ବରୁ ଯେତେ ମାତ୍ରାରେ ଆପଣଙ୍କ ମଧ୍ୟରେ ଭୁଲ ବୁଝାମଣା ରହୁଥିଲା ତାହାର ସମାଧାନର ବାଟ ଫିଟିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏହାର ସମ୍ପର୍କ ବହୁତ ମାତ୍ରାରେ ଉନ୍ନତି ଆଣିବ। ତେଣୁକରି ଏହି ଅଗଷ୍ଟ ମାସରେ ଆପଣଙ୍କର ପ୍ରେମ ଜୀବନଟି ଯଥେଷ୍ଟ ମାତ୍ରାରେ ଉନ୍ନତି କରିବାର ସମ୍ଭାବନା ମଧ୍ୟ ରହୁଅଛି। ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ନଜର ପକାଇବା ତେବେ ଆର୍ଥିକ ଆୟ ମଧ୍ୟ ଯଥାସମ୍ଭବ ବୃଦ୍ଧି ଘଟିବାର ସମ୍ଭାବନା ରହୁଅଛି। ଆର୍ଥିକ ଆୟ ବୃଦ୍ଧି ଘଟିବା ସହିତ ବ୍ୟୟ ମଧ୍ୟ କିଛି ମାତ୍ରାରେ ବୃଦ୍ଧି ଘଟିପାରେ ଏବଂ ଆପଣ ଦେଖିବେ ଏହି ଅଗଷ୍ଟ ମାସରେ ଆପଣଙ୍କର ଆର୍ଥିକ ଆୟ ତ ବୃଦ୍ଧି ଘଟିବ କିନ୍ତୁ ବ୍ୟୟ ମଧ୍ୟ ବୃଦ୍ଧି ଘଟିବ, କାରଣ ଆପଣ କିଛି ଅର୍ଥଦାନ କିମ୍ବା ତୀର୍ଥଯାତ୍ରାରେ ଖର୍ଚ୍ଚାନ୍ତ ହୋଇପାରନ୍ତି ଏବଂ ଯଥାସମ୍ଭବ ଆପଣ ଯାନବାହନଠୁ ଧରି ଇଲେକ୍ଟ୍ରୋନିକ୍ ଜିନିଷ ମଧ୍ୟ କ୍ରୟ କରିପାରନ୍ତି। କିଛି ନୂତନ ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେଥିରେ ମଧ୍ୟ କିଛି ପଇସା ଇନଭେଷ୍ଟ କରିପାରନ୍ତି। ତେଣୁକରି ଏହି ଅଗଷ୍ଟ ମାସରେ ଆପଣ ଅତ୍ୟଧିକ ବ୍ୟୟ ଭାରରେ ବୁଡ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହୁଅଛି। ତେଣୁକରି ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଆପଣ ଆପଣଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ପଇସାକୁ ସଠିକ୍ ଭାବରେ ଉପଯୋଗ କରନ୍ତୁ। ଯଦି ଆପଣଙ୍କର ଶିକ୍ଷା ଉପରେ ନଜର ପକାଇବା ତେବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଉନ୍ନତି ଆସିବ। ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ଘଟିବା ସହିତ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କର ବହୁତ ମାତ୍ରାରେ ଇଚ୍ଛା ପ୍ରକାଶ ମଧ୍ୟ ହେବ ଏବଂ ଶିକ୍ଷାକୁ ନେଇ ଆପଣ ଯେଉଁ ଚିନ୍ତିତ ରହୁଥିଲେ ସେଥିରୁ ମଧ୍ୟ ଆପଣ ମୁକ୍ତି ପାଇଯିବେ। ତେଣୁକରି ମୋଟାମୋଟି ଦେଖିବାକୁ ଗଲେ ଏହି ଅଗଷ୍ଟ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ ଆପଣଙ୍କ ପାଇଁ ଏବଂ ଅତ୍ୟନ୍ତ ଫଳଦାୟକ ମଧ୍ୟ ରହିବ। ତେଣୁ ଯେହେତୁ ଶନି ମହାଗ୍ରହ ଆପଣଙ୍କର ଅଧିପତି ଏବଂ କର୍ମଫଳ ଦେବତା, ତେଣୁ ଆପଣ ଆପଣଙ୍କର କର୍ମ କାର୍ଯ୍ୟ କର୍ତ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଯଥାସମ୍ଭବ ଆପଣ ଫଳ ପ୍ରାପ୍ତି କରିବେ। ତେଣୁ
ଏହା ଥିଲା ଆପଣଙ୍କର ଅଗଷ୍ଟ ମାସର ମାସିକ ରାଶିଫଳ। ଯଦି ଭିଡ଼ିଓଟିକୁ ଆପଣଙ୍କ ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।